ସେହି ଦିନଟି ଥିଲା ରୂପାলীର କଲେଜର ପ୍ରଥମ ଦିନ। ରୂପାলী ନୂଆ ଡ୍ରେସ୍ ପିନ୍ଧି ଆସିଥିଲା। ହୃଦୟରେ ଥିଲା ବହୁତ ସାରା ଅଜଣା ଉତ୍ସାହ। ସେହି କଲେଜରେ ସିଦ୍ଧାର୍ଥ ପ୍ରଥମେ ରୂପାলীକୁ ଦେଖିଲା। ଆଉ ଦେଖି ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲା। ଲାଗିଲା ଯେମିତି ସମୟଟି ରହିଯାଇଛି। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସାକ୍ଷାତ ବଢ଼ିଲା। ଲାଇବ୍ରେରୀ ଆଗରେ ଦୁଇ ଜଣ ସେହିପରି ବସି ହସୁଥିଲେ। ବର୍ଷା ଦିନେ ଦୁଇ ଜଣ ଏକାସାଥେ ଛତା ତଳେ ଚାଲି ଯାଉଥିଲେ। ହୃଦୟରେ ବହୁତ ସାରା ଥିଲା ଅବ୍ୟକ୍ତ କିଛି ଅନୁଭବ। କିନ୍ତୁ ସମୟ ଗଡ଼ିଗଲା ପରେ ରୂପାলী ଅନ୍ୟ ସହରକୁ ପଢ଼ିବାକୁ ଚାଲିଗଲା। ତାହା ଦେଖି ସିଦ୍ଧାର୍ଥର ହୃଦୟ ଭାଙ୍ଗିଗଲା। ଅନେକ ବର୍ଷ ପରେ ଏକ କଲେଜ ରିୟୁନିୟନରେ ସେମାନେ ଆଉଥରେ ମିଶିଲେ। ସେମାନଙ୍କୁ ଲାଗିଲା ସମୟ ଯେମିତି ଥମସିଗଲା। ସେହି ରାତିରେ ରୂପାলী କହିଲା, ମୁଁ ଆଜି ପର୍ଯ୍ୟନ୍ତ ତମକୁ କେବେ ଭୁଲି ପାରିନି। ସିଦ୍ଧାର୍ଥ କାନ୍ଦି କହିଲା, ମୁଁ ବି ମଧ୍ୟ ନୁହେଁ। ବାଲକୋନିରେ ଛିଡ଼ା ହୋଇ ରୂପାলী ଏବଂ ସିଦ୍ଧାର୍ଥ କଲେଜର ଆଲବମ୍ ଗୁଡ଼ିକୁ ଦେଖି ସେହି ପୁରୁଣା ସ୍ମୃତିକୁ ମନେ ପକାଇ ବହୁତ ଖୁସି ହେଉଥିଲେ।